ଆଜିର ଅନୁଚିନ୍ତା। ଭଗବାନ କହନ୍ତି ମୁଁ ସବୁ ପ୍ରାଣୀମାନଙ୍କୁ ସମାନ ଦେଖିଥାଏ। ନା ମୋତେ କେହି କମ୍ ପ୍ରିୟ ଅଟନ୍ତି ନା ମୋତେ କେହି କମ୍ ଅପ୍ରିୟ ଅଟନ୍ତି। କିନ୍ତୁ ଯିଏ ମୋର ପ୍ରେମପୂର୍ବକ ଆରାଧନା କରି ଭକ୍ତି କରିଥାନ୍ତି ସଦା ସର୍ବଦା ସେ ମୋ ଭିତରେ ରହିଥାନ୍ତି। ଆଉ ମୁଁ ମୋ ଭକ୍ତଙ୍କୁ ସବୁବେଳେ କୌଣସି ରୂପରେ ମଧ୍ୟ ଆସି ସାହାଯ୍ୟ କରିଥାଏ ଏବଂ ଦର୍ଶନ ଦେଇଥାଏ। ନାରୀମାନେ 4ଟି ଜାଗାରେ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ମଥାରେ ସିନ୍ଦୂର ଲଗାଇବା ଉଚିତ। ମା ସରସ୍ୱତୀଙ୍କୁ ସ୍ମରଣ କରି ଶଙ୍ଖାରେ ଏବଂ ମା ଚଣ୍ଡୀଙ୍କୁ ସ୍ମରଣ କରି କଣ୍ଠରେ ଲଗାଇବା ଉଚିତ। ଜ୍ୱର ହେଉଥିଲେ କିଛି ଖାଇବା ଜିନିଷରେ ହେଙ୍ଗୁ ମିଶାଇ ଖାଇଲେ ଜ୍ୱର ଶୀଘ୍ର ଭଲ ହୋଇଯାଏ। ଆଖି କୁଣ୍ଡେଇ ହେଲେ ଏବଂ ଲାଲ ପଡ଼ିଲେ ଗୋଡ଼ର ନଖରେ ସୋରିଷ ତେଲ ଲଗାଇଲେ ଭଲ ହୋଇଯାଏ। ଠିଆ ହୋଇ ପାଣି ପିଅନ୍ତୁ ନାହିଁ। ଆଣ୍ଠୁ ଯନ୍ତ୍ରଣା ଅଧିକ ହୋଇଥାଏ। ଅଧିକ ଗରମ ଜିନିଷ ଖାଇଲେ କ୍ଷତିକାରକ। ପ୍ରତ୍ୟେକ ରାତିରେ ଆମେ ଯେତେବେଳେ ଶୋଇବାକୁ ଯାଉଛୁ କି ଆମେ ଗ୍ୟାରେଣ୍ଟି ଦେଇ କହିପାରିବା ନାହିଁ ଯେ ଆଗାମୀ ସକାଳ ପର୍ଯ୍ୟନ୍ତ ଆମେ ବଞ୍ଚି ରହିବା କି ନାହିଁ। ତଥାପି ଆମେ ରାତିରେ ଶୋଉଛୁ। ଏହା ହିଁ ବିଶ୍ୱାସ। ଅଧିକା ପ୍ରଶଂସା ଶୁଣିଲେ ମନରେ ଅହଙ୍କାର ଜାତ ହୋଇଥାଏ ଏବଂ ନିନ୍ଦା ଆଉ ଗାଳି ଶୁଣିଲେ ମନରେ ଶକ୍ତି ବଢ଼ିଥାଏ। ଦୁଃଖ ସମୟରେ ଭାଙ୍ଗି ପଡ଼ିବନି ଏବଂ ଖୁସି ସମୟରେ ଅଧିକ ଖୁସି ହେବନି। କାହିଁକିନା ସମୟ ପରିବର୍ତ୍ତନଶୀଳ। ସମୟ କେତେବେଳେ କ'ଣ ନେଇ ଆସିବ କହିବା ଅସମ୍ଭବ। ଯିଏ ମିଛ କହୁଛି ବିଶ୍ୱାସ କର ନାହିଁ। ଯିଏ ବିଶ୍ୱାସ କରୁଛି ତାକୁ ମିଛ କୁହ ନାହିଁ। ଭଗବାନଙ୍କ ଲୀଳା ବି ବଡ଼ ବିଚିତ୍ର। କୋଇଲିକୁ କଣ୍ଠ ଦେଇ ରୂପ ଦେଲେନି। ମୟୂରକୁ କଣ୍ଠ ଦେଲେ କିନ୍ତୁ ଇଚ୍ଛା ଦେଲେନି। ମନୁଷ୍ୟକୁ ଇଚ୍ଛା ଦେଲେ କିନ୍ତୁ ସନ୍ତୋଷ ଦେଲେନି। ସାଧୁକୁ ସନ୍ତୋଷ ଦେଲେ ସଂସାର ଦେଲେନି। ସଂସାରରେ କେହି ବି ପୂର୍ଣ୍ଣ ନୁହନ୍ତି। କେବଳ ଭଗବାନ ହିଁ ପୂର୍ଣ୍ଣ। ସମ୍ପର୍କ ତିଆରି ହୁଏ ସ୍ନେହରୁ, ବଞ୍ଚି ରହେ ବ୍ୟବହାରରୁ, ଅନୁଭବ ହୁଏ ଯନ୍ତ୍ରଣାରୁ, ଅନୁଭୂତି ରହେ ହୃଦୟରେ ଫିକା ପଡ଼ିଯାଏ, ଅବହେଳାରୁ ଆଉ ଭାଙ୍ଗିଯାଏ, ଭଲ ବୁଝାମଣାରୁ ସମ୍ପର୍କ। ରଙ୍ଗ ଛାଡ଼ୁଥିବା କପଡ଼ାକୁ ଶରୀରରୁ ଆଉ ରଙ୍ଗ ବଦଳାଉଥିବା ମଣିଷକୁ ଦୂରେଇ ଦେବା ବହୁତ ଭଲ ହୋଇଥାଏ। ମୃତ୍ୟୁ ବୁଝେ ନାହିଁ ବୁଢ଼ା କି ଭେଣ୍ଡିଆ। ଯମ ଦେଖେ ନାହିଁ ଟଙ୍କା। ମଶାଣି ବୁଝେନା ଧନୀ କି ଗରିବ। ସତ୍ୟ ସେଇ ଜୁଇ ଶିଖା। ପୁଙ୍ଗୁଲା ଦେହରେ ଜନମ ଲଭିଛୁ, ପୁଙ୍ଗୁଲା ତୁ ଯିବୁ ଚାଲି। କେତେ ତୁ କରୁଛୁ ଗର୍ବ ଅହଙ୍କାର, ଶରୀର ତ ମାଟି ବାଲି। ପରିଶ୍ରମ ଏମିତି ଏକ ଚାବିକାଠି ଯାହାକି ଭାଗ୍ୟର ତାଲା ଖୋଲିଦିଏ। ତେଣୁ ପରିଶ୍ରମ କରିବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଅସୁବିଧା ସମୟରେ ବିଚଳିତ ହୁଅନ୍ତୁ ନାହିଁ। ଶାନ୍ତିରେ ଥାଇ ବୁଦ୍ଧି ଲଗାଇ କାମ କଲେ ଅସମ୍ଭବ କାମ ବି ସହଜରେ ହୋଇଥାଏ। ଯଦି ତୁମେ ଦୋଷୀ ନୁହଁ, ଯିଏ ତୁମକୁ ଆଘାତ କରେ ଏବଂ ତୁମେ ପ୍ରତିଶୋଧ ନେବାକୁ ଚାହୁଁଛ, ସମୟ ନିଶ୍ଚୟ ତାକୁ ଦଣ୍ଡ ଦେବ। କାହାକୁ ବଦନାମ କରି ଖୁସି ହେବା ଉଚିତ ନୁହେଁ। କାହିଁକିନା ସେ ଖୁସି ଭବିଷ୍ୟତରେ ଆମ ଦୁଃଖର କାରଣ ହୋଇ ନ ଯାଉ। କଥାରେ ଅଛି ଯେ ପାଞ୍ଚେ ପର ମନ୍ଦ ତାହା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ସ୍ୱର୍ଗ ମର୍ତ୍ତ୍ୟ ବୋଲି କିଛି ନାହିଁ। ଏଇଠି ସ୍ୱର୍ଗ ଏଇଠି ନର୍କ। ଭଲ କାମ କଲେ ସ୍ୱର୍ଗ ଆଉ ଖରାପ କାମ କଲେ ନର୍କ ଭୋଗିବାକୁ ପଡ଼ିଥାଏ। ନର୍କ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡ଼ିଥାଏ। ରାମ ଆଉ ରାବଣ ମଧ୍ୟରେ ଗୋଟିଏ ତଫାତ୍ ଥିଲା। ରାମଙ୍କର ଜ୍ଞାନ ଥିଲା କିନ୍ତୁ ରାବଣଙ୍କର ଅହଙ୍କାର ଥିଲା। ଜୀବନ ହେଉଛି ମୃତ୍ୟୁଠାରୁ ଧାର ଆଣିଥିବା କିଛି ସମୟ। ଏ ସମୟ କେବେ ଚାଲିଯିବ କେହି ଜାଣିପାରିବେ ନାହିଁ। ବାଜିଲାଣି ଘଣ୍ଟି ଶୁଖିଲାଣି ତଣ୍ଟି, ଶୁଣି ବିପଦର କଥା। ଜଳ ପ୍ରଳୟ ଆଉ ବେଶୀ ଦୂର ନାହିଁ, ଭାବିଲେ ଘୂରୋଇ ମଥା।
ଗଛ କାଟି କାଟି ମଣିଷ ଗଢ଼ଇ ରାସ୍ତାଘାଟ, ଘରଦ୍ୱାର ଖରା ବଢ଼ୁଅଛି, ଗରମ ବଢ଼ୁଛି, ଶୀତ ଯେ ଗଲାଣି କମି। ସମୁଦ୍ର ଜୁଆର ମାଡ଼ି ଆସିଲାଣି, ଭାଙ୍ଗିଲାଣି ବାଡ଼ବନ୍ଧ। ଗାଡ଼ି ମଟର ତ ବଢ଼ି ବଢ଼ି ଯାଏ ଘରେ ଘରେ ଏବେ ପଶି ପଶିଲାଣି। ଏବେ ସବୁଆଡ଼େ କଳକାରଖାନା। ବେଲ ଥାଉ ଥାଉ ସାବଧାନ ହୁଅ। ଖାଲି ଜାଗା ଦେଖି ଗଛ ଲଗାଅ, ବଞ୍ଚିଯିବା କିଛି ଦିନ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ଲାଇକ୍, ସବସ୍କ୍ରାଇବ୍, ସେୟାର କରନ୍ତୁ ବନ୍ଧୁ।